Okay, again, sounds no question. Voice clear ଅଛି? No issue? ओके थैंक यू। तो स्टार्ट करबा हम जो पॉलिटिकल क्लास को कंटिन्यू करते पर्टिकुलर असिस्टेंट सेक्शन ऑफिसर जो बैच हमें कंटिन्यू करूचे जो पॉलिटी क्लास जोटा कंटिन्यू चलता से क्लासटा हमें बर्तमान कंटिन्यू करबा आ ऑलमोस्ट एई सप्ताहे किंबा नेक्स्ट सप्ताहे तुमनकर पॉलिटी ऑलमोस्ट कंप्लीट हो जीवो ओके। तो फर्स्ट ऑफ ऑल तुमनको देखै दउची को टॉपिक हमर कंप्लीट हेची तापर हमें क्लास को कंटिन्यू करबा। गोटे सेकंड। अच्छा तुमने जो जॉइन करछो बैच रे तुम्हें कंटेंट को जीवो कंटेंट को गला ପରେ ଟିକେ ନେଟୱାର୍କ ସ୍ଲୋ ଅଛି ଆଜି। ଓକେ ତାପରେ ତୁମର ଯୋଉ ନୂଆ ବ୍ୟାଚ୍ ଅଛି ନ୍ୟୁ ବ୍ୟାଚ୍ କୁ ଯିବ। ସ୍ଲୋ ରହୁଛି ନେଟୱାର୍କ ହଁ। ତ ଏଇ ଯୋଉ ନ୍ୟୁ ବ୍ୟାଚ୍ ଯିବ ଅଲରେଡି ଏଇଥିରେ ମୁଁ ତୁମକୁ କହିଦଉଛି। ତ ଏଇ ଯୋଉ ବ୍ୟାଚ୍ କୁ ଗଲା ପରେ ତୁମର ଯୋଉ ପଲିଟି ସେକ୍ସନ ଅଛି ପଲିଟି ସେକ୍ସନରେ ମୁଁ ତୁମମାନଙ୍କୁ ଅଲରେଡି ପଢେଇ ସାରିଛି ମେକିଂ ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ ବୋରୋଡ କନଷ୍ଟିଟ୍ୟୁସନ ପ୍ରିଏମ୍ବୁଲ ତୁମର ପାର୍ଟ ନମ୍ବର 1 ଯୋଉଟା କି ଆମେ ଆର୍ଟିକଲ 1 ରୁ 4 ପର୍ଯ୍ୟନ୍ତ ଆମେ ପଢିଥିଲେ। ତାପରେ ଆମେ ଫଣ୍ଡାମେଣ୍ଟାଲ ରାଇଟ୍ ର ଗୋଟେ କ୍ଲାସ୍ ଆମେ ସାରିଥିଲେ ଯୋଉଟା କି ଆଜି ହଉଛି ସେକେଣ୍ଡ କ୍ଲାସ୍ କାହାର ନା ଫଣ୍ଡାମେଣ୍ଟାଲ ରାଇଟ୍ ର। ଫଣ୍ଡାମେଣ୍ଟାଲ ରାଇଟ୍ ଆଜି ସେକେଣ୍ଡ କ୍ଲାସ୍ ଡିସ୍କସନ କରିବା। ଚାଲ फिलहाल ମୁଁ ତୁମମାନଙ୍କ ସହିତ ସେୟାର କରୁଛି ପିଡିଏଫ୍। ତ ଆଜିର କ୍ଲାସ୍ ପରେ ପରେ ଏଇ କ୍ଲାସ୍ର ପିଡିଏଫ୍ ବି ତୁମମାନେ ପାଇଯିବ ଓକେ କାହିଁକିନା ଫାର୍ଷ୍ଟ କ୍ଲାସ୍ର ପିଡିଏଫ୍ଟା ଦିଆ ହେଇନି ଯେହେତୁ ଏଇ ଫଣ୍ଡାମେଣ୍ଟାଲ ରାଇଟ୍ ସହିତ ଏଟା ଲିଙ୍କ୍ ଅଛି ତ ସେଥିପାଇଁ। ତ ଆମେ ଷ୍ଟାର୍ଟିଂରୁ ଯେତେବେଳେ ପଢିଥିଲେ ଟିକେ ଖାଲି ରିକଲ୍ କରିଦେଉଛି ତାପରେ ତୁମକୁ ସହଜ ହବ ସମସ୍ତ ଜିନିଷକୁ ବୁଝିବା ପାଇଁ। ତ ଆମେ ଯେତେବେଳେ ଫଣ୍ଡାମେଣ୍ଟାଲ ରାଇଟ୍ ଫାର୍ଷ୍ଟ କ୍ଲାସ୍ ପଢିଥିଲେ ତ ଆମେ ହ୍ୱାଟ୍ ଇଜ୍ ଦ ରାଇଟ୍ସ କ'ଣ ସେ ବିଷୟରେ ଜାଣିଥିଲେ। ତାପରେ ପଢିଥିଲେ ଯେ ନମ୍ବର ଅଫ୍ ଫଣ୍ଡାମେଣ୍ଟାଲ ରାଇଟ୍ କେତେ ଗୋଟି ଫଣ୍ଡାମେଣ୍ଟାଲ ରାଇଟ୍ ଅଛି। ମୁଁ ଯଦି ଟିକେ ମୋ ସହିତ ପାର୍ଟିସିପେଟ୍ କରିଦିଅ ଯୋଉଟା ତମେ ସହଜ ହବ ରିକଲ୍ କରିବା ପାଇଁ ତାପରେ ଆମେ ନୂଆ ପଢିବା। ହାଉ ମେନି ନମ୍ବର ଅଫ୍ ଫଣ୍ଡାମେଣ୍ଟାଲ ରାଇଟ୍ ଆମର କେତୋଟି ଫଣ୍ଡାମେଣ୍ଟାଲ ରାଇଟ୍ ଅଛି ଆମର 6ଟା ଫଣ୍ଡାମେଣ୍ଟାଲ ରାଇଟ୍ ଅଛି। ତ ଆଗରୁ ଥିଲା କେଇଟା ନା 7ଟା ଫଣ୍ଡାମେଣ୍ଟାଲ ରାଇଟ୍ ଥିଲା। ଯୋଉ 7th ଫଣ୍ଡାମେଣ୍ଟାଲ ରାଇଟ୍ ଆମେ ତାକୁ ଡିଲିଟ୍ କଲେ କେଉଁ ଆମେଣ୍ଡମେଣ୍ଟରେ 42 କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ 1978 ରେ ଆକୁ ଡିଲିଟ୍ କରାଗଲା ଯୋଉଟା କି ଅଣ୍ଡର ଆର୍ଟିକଲ 31 ଟା ଆସୁଛି। ବଟ୍ ତାକୁ ବର୍ତ୍ତମାନ ରଖାଯାଇଛି କୋଉଠି ନା 300A ପାର୍ଟ ଏକ୍ସ ଡବଲ ଆଇ ରେ ବର୍ତ୍ତମାନ ତାକୁ ରଖାଯାଇଛି। ତ ଆମର କେତୋଟି ଫଣ୍ଡାମେଣ୍ଟାଲ ରାଇଟ୍ ଏଥିରେ ଅଛି 6 ଗୋଟି ଫଣ୍ଡାମେଣ୍ଟାଲ ରାଇଟ୍ ଅଛି। ତ ମୁଁ ଏଇଠି ଗୋଟେ କ୍ୱେଶ୍ଚିନ୍ ପଚାରିବାକୁ ଚାହୁଁଛି ଯୋଉଟା କି ବହୁତ ଥର ଓପିଏସସି ପଚାରିଛି ମେ ବି ଏସରେ ଆସିପାରେ। ହାଉ ମେନି ନମ୍ବର ଅଫ୍ ଆର୍ଟିକଲ କେତୋଟି ଆର୍ଟିକଲ ଓନ୍ଲି ଦ ସିଟିଜେନ୍ କେବଳ ଭାରତୀୟ ନାଗରିକ ପାଇଁ କାହିଁକିନା କିଛି ଆର୍ଟିକଲ ଫଣ୍ଡାମେଣ୍ଟାଲ ରାଇଟ୍ ଅଛି ମାନେ ହାଉ ମେନି ନମ୍ବର ଅଫ୍ ଫଣ୍ଡାମେଣ୍ଟାଲ ରାଇଟ୍ ଯେ ଓନ୍ଲି ଦ ସିଟିଜେନ୍ କେବଳ ସିଟିଜେନ୍ ମାନଙ୍କ ପାଇଁ। ଆର୍ଟିକଲ 15 ଆର୍ଟିକଲ 16 19 29 30 ଏଇ ଯୋଉ 6 ଗୋଟି ଫଣ୍ଡାମେଣ୍ଟାଲ ରାଇଟ୍ ଅଛି ସରି 5ଟି ଫଣ୍ଡାମେଣ୍ଟାଲ ରାଇଟ୍ ଅଛି ଓନ୍ଲି ଦ ସିଟିଜେନ୍ ଅଫ୍ ଇଣ୍ଡିଆ ଓନ୍ଲି ଦ ସିଟିଜେନ୍ ଅଫ୍ ଇଣ୍ଡିଆ ତାକୁ ଛାଡ଼ିଲା ପରେ ଆଉ କେହି ବ୍ୟବହାର କରିପାରିବେନି। ଆର୍ଟିକଲ 15 ଆର୍ଟିକଲ 16 19 29 ଆଉ 30 ଆକୁ କେବଳ ଭାରତୀୟ ମାନେ ହିଁ ବ୍ୟବହାର କରିବେ। ଯୋଉମାନେ ଫରେନର ଅଛନ୍ତି ସେମାନେ ବ୍ୟବହାର କରିପାରିବେନି। ବଟ୍ ଅଲଗା ଯୋଉ ଆର୍ଟିକଲ ଅଛି ତାକୁ ଜଣେ ଫରେନର ବା ଜଣେ ଭାରତୀୟ ନାଗରିକ ନ ହୋଇ ମଧ୍ୟ ଏନ୍ଜୟ କରିପାରିବ ଓକେ। ତାପରେ ଆମେ ଦେଖିଥିଲେ ସମସ୍ତ 3ଟି ଫଣ୍ଡାମେଣ୍ଟାଲ ରାଇଟ୍ ଆମେ ପଢିଥିଲେ। କ'ଣ କ'ଣ ପଢିଥିଲେ ନା ପ୍ରଥମ ପଢିଥିଲେ ରାଇଟ୍ ଟୁ ଇକ୍ୱାଲିଟି। ରାଇଟ୍ ଟୁ ଇକ୍ୱାଲିଟିରେ କୋଉ କୋଉ ଆର୍ଟିକଲ ପଢିଲେ ନା ଆର୍ଟିକଲ 14 15 16 17 18। କିଛି କ୍ୱେଶ୍ଚିନ୍ ପଚାରୁଛି ଯେମିତି ମୁଁ ଯଦି ପଚାରୁଛି ଅନଟଚେବିଲିଟି କୋଉ ଆର୍ଟିକଲ ଆସୁଛି ଅନଟଚେବିଲିଟି ଅନଟଚେବିଲିଟି କୋଉ ଆର୍ଟିକଲ
ଅନଟଚେबिଲିଟି, ଅନଟଚେबिଲିଟି को आर्टिकल 17 आସୁଛି। ଆବୋଲିସନ ଅଫ ଟାଇଟଲ को आर्टिकल ଆସୁଛି, ଆବୋଲିସନ ଅଫ ଟାଇଟଲ आर्टिकल 18 हूँ आबोलिशन ऑफ टाइटल। ओके, तो ସେଇଭଳି ଆମେ ବାକି आर्टिकल 14 15 16 ତା ମଧ୍ୟ ଆମେ डिस्कशन करथिले। तो आर्टिकल 19 20 21 22 ସମସ୍ତ डिस्कशन करथिले। ଯେମିତି ଯଦି ମୁଁ କହୁଛି फ्री एंड कंपलसरी एजुकेशन 6 ରୁ 14 ବର୍ଷ ପିଲାମାନଙ୍କ ପାଇଁ फ्री ଆଉ कंपलसरी एजुकेशन, ଏଟା କୋଉ आर्टिकल ଆସୁଛି? आर्टिकल 21 ए ରେ, 21 ए ରେ ଆସୁଛି। ଯଦି ମୁଁ क्वेश्चन ପଚାରୁଛି राइट टू लाइफ, ଏଟା କୋଉ आर्टिकल ଅଛି? राइट टू लाइफ आर्टिकल 21 ରେ ଅଛି। ओके, ଆମର ହଁ ଡୁଆଲ ପନିଶମେଣ୍ଟ କୋଉ आर्टिकल ଆସୁଛି? ଡୁଆଲ ପନିଶମେଣ୍ଟ आर्टिकल 20 ଆସୁଛି। ଆଚ୍ଛା, ଆରେଷ୍ଟ ୱାରେଣ୍ଟ କୋଉ आर्टिकल ଅଛି? ଆରେଷ୍ଟ ୱାରେଣ୍ଟ କୋଉ आर्टिकल ଅଣ୍ଡର ଆସୁଛି? ଆରେଷ୍ଟ ୱାରେଣ୍ଟ आर्टिकल 22 ରେ ଆସୁଛି। ତ ଏସବୁ आर्टिकल ଆମେ ଡିସ୍କସନ କରିଥିଲେ। ଓକେ, ତ ବର୍ତ୍ତମାନ ଆମେ ଯିବା ଆଜିର କ୍ଲାସ ଆଜି ଆମେ ତୃତୀୟ ଫଣ୍ଡାମେଣ୍ଟାଲ ରାଇଟ୍ ଆମେ ଷ୍ଟାର୍ଟ କରିଦେବା। ତ ଥାର୍ଡ ନମ୍ବର, ଏ ଥାର୍ଡ ନମ୍ବର ଫଣ୍ଡାମେଣ୍ଟାଲ ରାଇଟ୍ ଆମେ ଷ୍ଟାର୍ଟ କରିବା। तृतीय नंबर फंडामेंटल राइट रोचे राइट एगेंस्ट एक्सप्लोटेशन, आर्टिकल 23 और आर्टिकल 24 अंडर आसुचे। आर्टिकल 23 कहा विषय कहूँ ना तुम जो रहा ह्यूमन ट्राफिकिंग, जहाँ कमे जबरदस्त रखी काम कर आज बेगर हिसाब से गोटे जबरदस्त आम जहाँ को रखिक आम कम करोचे, तो ताको आम कौन कहे कि से ना राइट एगेंस्ट एक्सप्लोटेशन बा ह्यूमन ट्राफिकिंग बोली कहे। आर्टिकल 23 हूँ क्या सहित रिलेटेड? ह्यूमन ट्राफिकिंग। और आर्टिकल 24 हूँ चाइल्ड लेबर। मन रख जदि गोटे पिला को आम कौन हाजार्डियस फैक्ट्री काम करुचे तो ता एगेंस्ट आमको केस हो पारे, तो आको आम कौन कहे ना चाइल्ड लेबर। तो मन रख सपोज आम गोटे छोट दुकान टी अच्छे, सपोज मोर गोटे पुअर बयस अच्छी 10 वर्ष, सी आसी से दुकान में काम कर, तो ए जगह आम चाइल्ड लेबर कथा कहीपर कहीं चाइल्ड लेबर मीनस जदि गोटे पिला को कौन हाजार्डियस फैक्ट्री आम काम करुचे ताको आम कौन करुचे चाइल्ड लेबर बोली कहीपर। ओके, ଯଦି ତୁମର କୌଣସି ଫ୍ୟାମିଲି ବିଜନେସରେ ଯଦି କେହି ତୁମ ଘରର ପିଲା ହେଲ୍ପ କରୁଛନ୍ତି ତାକୁ ଚାଇଲ୍ଡ ଲେବର ଅଣ୍ଡରକୁ ନେବା ନାହିଁ। ତ ବର୍ତ୍ତମାନ ଆସିଲା ଫୋର୍ଥ ନମ୍ବର ଫଣ୍ଡାମେଣ୍ଟାଲ ରାଇଟ୍, ଯାହାର ନାଁ ହେଉଛି ଫ୍ରିଡମ୍ ଅଫ୍ ରିଲିଜନ। କ'ଣ ଆସିଲା? ଫ୍ରିଡମ୍ ଅଫ୍ ରିଲିଜନ। ଆର୍ଟିକଲ 25 26 27 28, 25 26 27 28 ଏ ଚାରିଟି ଆସୁଛି ଫ୍ରିଡମ୍ ଅଫ୍ ରିଲିଜନ। এটা କେତେ ନମ୍ବର ଆସୁଛି? ଫୋର୍ଥ ନମ୍ବର ପଏଣ୍ଟଟା। ତ ମନ ଭିତରେ କ୍ୱେଶ୍ଚିନ୍ ଆସୁଥିବ ଯେ ଆର୍ଟିକଲ 25 କାହା ବିଷୟରେ କହୁଛି? ମନେ ରଖ ଆର୍ଟିକଲ 25 ହେଉଛି फ्रीडम ऑफ पीपीपी, प्रोफेशन प्रैक्टिस प्रोपागेशन। तो मन रख आर्टिकल 25 हमको प्रोवाइड करुच्ची पीपीपी, मोर प्रोफेशन होची मु प्रवचन दबा किसी नीति बाणी दबा, तो मत कहीं अटकई पारे। मोर प्रैक्टिस अच्छी, सपोज तुम देखि जितेबाला ये विभिन्न भंड बाबा मान को आरेस्ट कराला, सारथी हो एक्स वाई जेड जो रहिले, तो किए विभूति माने सीमेंट गाई क्षीर बाहर करता, पादरू विभूति बाहर करता, तो एसବୁ ଜିନିଷ ସେମାନଙ୍କ ପ୍ରାକ୍ଟିସ୍, ସେମାନଙ୍କ ଏଗେନଷ୍ଟ ଆମେ କେସ୍ ଫାଇଲ୍ କରିପାରିବା ନାହିଁ। ତ ନିଜ ଧର୍ମକୁ ଜଣକି ପ୍ରଚାର କରିବାକୁ ଚାହୁଁଛୁ ତ ଆମେ କରିପାରିବା ନାହିଁ। ତ ମନେ ରଖ ଆର୍ଟିକଲ 25 ଆମକୁ ଏ ଆଲାଉ ଦଉଛି ପ୍ରଫେସନ ପ୍ରାକ୍ଟିସ୍ ଆଉ ପ୍ରୋପାଗେସନ, କିନ୍ତୁ ମନେ ରଖ କିନ୍ତୁ ତା ଏଗେନଷ୍ଟରେ କାହାର ଯେମିତି କ୍ଷତି ନ ହୁଏ। ସପୋଜ ତୁମେ ଦେଖିବ ସପୋଜ ଗୋଟେ ଅନନ୍ତ ମାଗି କେସ୍ ଥିଲା, ଏଟା ମୁଁ ଲେଖିନି ବଟ୍ ଏଟା କହିଦଉଛି। ଅନନ୍ତ ମାଗି କେସ୍, ସେ ଗୋଟେ ଶୈବ ଭକ୍ତ ଥିଲେ। ସେ କ'ଣ କରୁଥିଲେ ନା ନିଜ ବେକରେ କଙ୍କାଳ ପକେଇକି ବୁଲୁଥିଲେ, ମାନେ ଯୋଉ ଖପୁରୀ। ତ ଡିପେଣ୍ଡ କରେ ତାଙ୍କ ଉପରେ, ତାଙ୍କ ଧର୍ମ ଉପରେ, କିନ୍ତୁ ତା ଦ୍ୱାରା ଆଉ କେହି ଆଫେକ୍ଟେଡ ନ ହଉ। ତା ଅର୍ଥ ଆର୍ଟିକଲ 25 ଆମକୁ ଏହା ଦଉଛି ଫ୍ରିଡମ ଅଫ କି ସିନା ପ୍ରଫେସନ ପ୍ରାକ୍ଟିସ ଆଉ ପ୍ରୋପାଗେସନ, ବଟ୍ କିନ୍ତୁ ଆଉ କାହାର କେମିତି କ୍ଷତି ନ ହଉ। ଓକେ, ସପୋଜ କାଲି ସକାଳେ ତୁମେ ମାନେ ବାବା ହେଇକିରି ପ୍ରବଚନ ଦବ, ଆଙ୍ଗୁଠିରେ ବିଭୂତି ବାହାର କରିବ, କ'ଣ କିଛି ପ୍ରୋବ୍ଲେମ ନାହିଁ, ଯୋଉଟା କନଷ୍ଟିଟ୍ୟୁସନ ଆମକୁ ଆଲାଉ କରୁଛି। ତାପରେ ଆସିଲା ରିଲିଜିୟସ୍ ଆଫେୟାର, आर्टिकल 29 हमको कहा विषय कौन जे फ्रीडम ऑफ रिलीजियस अफेयर, तो मु को धर्म रे मु रही एटा डिपेंड करछि मो ऊपर। से भली आर्टिकल 29 सॉरी 27 25 गला 26 गला एबे आसला 27। आर्टिकल 27 कोन कहछि फ्रीडम ऑफ हां फ्रीडम फॉर पेमेंट टू टैक्स फॉर द माने पर्टिकुलर धर्म बा रिलीजन एगेंस्ट रे आमे टैक्स लगे परिबा नाही। तुम देखिथिबो गोटे कर थिला आगु जेजिया टैक्स, जोटा कि पर्टिकुलर हिंदू मानक ऊपर लागुथला। ओके, तो ସେଇଭଳି ଆମେ ଯଦି ବର୍ତ୍ତମାନ ଆମେ କହିବା ମୁସଲମାନଙ୍କ ପାଇଁ ସେପାରେଟ ଦ ଟ୍ୟାକ୍ସ, ହିନ୍ଦୁ ମାନଙ୍କ ପାଇଁ ସେପାରେଟ ଟ୍ୟାକ୍ସ,
ଖ୍ରୀଷ୍ଟିଆନ ମାନଙ୍କ ପାଇଁ ସେପାରେଟ ଟ୍ୟାକ୍ସ, ଏଗୁଡ଼ା ହେଇପାରିବ ନାହିଁ। କାରଣ ଆମ ସମ୍ବିଧାନ କହୁଛି କ'ଣ, ଫ୍ରିଡମ ଫର ପେମେଣ୍ଟ ଟୁ ଟ୍ୟାକ୍ସ, ଯୋଉ ଟ୍ୟାକ୍ସ ପର୍ଟିକୁଲାର ନିର୍ଦ୍ଦିଷ୍ଟ ଧର୍ମ ଏଗେନଷ୍ଟ ଆମେ ବ୍ୟବହାର କରିପାରିବା ନାହିଁ। ସେଇଭଳି ଆର୍ଟିକଲ 28 କାହା ବିଷୟରେ କହୁଛି, ଆମର ରିଲିଜିୟସ୍ ଓର୍ସିପ। କ'ଣ ଆସୁଛି? ରିଲିଜିୟସ୍ ଓର୍ସିପ। ଦେଖ, ରିଲିଜିୟସ୍ ଓର୍ସିପ ର ଅର୍ଥ ହଉଛି କୌଣସି ଏଜୁକେସନ ଇନଷ୍ଟିଟ୍ୟୁସନରେ ଆମେ ରିଲିଜିୟସ୍ ଓର୍ସିପ ର ପଢ଼ାଯିବ ନାହିଁ। କେବେ ଦେଖିଛ କୌଣସି ହାଇସ୍କୁଲ ହଉ, ପ୍ରାଇମେରୀ ସ୍କୁଲ ହଉ, ଏଠି ଗୀତା, ଭାଗବତ, କୋରାନ, ବାଇବେଲ ପଢ଼ାବା? କେବେ ପଢ଼ା ହେଇପାରିବନି। ଯୋଉ ଇନଷ୍ଟିଟ୍ୟୁସନ ସବୁ ଗଭର୍ଣ୍ଣମେଣ୍ଟ ଅନୁଦାନରେ ଚାଲୁଛି, ପଏଣ୍ଟକୁ ଧ୍ୟାନ ଦିଅ, ଗଭର୍ଣ୍ଣମେଣ୍ଟ ଅନୁଦାନରେ ଚାଲୁଛି କିମ୍ବା ଗଭର୍ଣ୍ଣମେଣ୍ଟର ସହାୟତା ଆସୁଛି, ସେ ସବୁ ଇନଷ୍ଟିଚ୍ୟୁଟରେ କୌଣସି ଧାର୍ମିକ ରିଲେଟେଡରେ ପଢ଼ାଯିବ ନାହିଁ। କିନ୍ତୁ ଏକ୍ସାମ୍ପଲ ଆମେ ଦେଇପାରିବା ମାଦ୍ରାସା। ମାଦ୍ରାସା ଯୋଉ ଅଛି, ମୁସଲମାନଙ୍କର ଯୋଉ ଶିକ୍ଷାନୁଷ୍ଠାନ ଅଛି, ସେଥିରେ ସରକାରର କୌଣସି ଅନୁଦାନ ଯାଏ ନାହିଁ। ତ ସେଥିପାଇଁ ସେମାନେ ସେଠି କୋରାନ ପଢ଼ାନ୍ତି, ତାଙ୍କ ଧର୍ମ ବିଷୟରେ ପଢ଼ାନ୍ତି, କୌଣସି ଅସୁବିଧା ନାହିଁ। କିନ୍ତୁ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ମାନଙ୍କରେ କୌଣସି ରିଲିଜିୟସ୍ ଓର୍ସିପ ପଢ଼ାଯିବ ନାହିଁ। ତ ଇଏ ଥିଲା 4th ନମ୍ବର ଫଣ୍ଡାମେଣ୍ଟାଲ ରାଇଟ୍, ଯାହାକୁ ଆମେ କ'ଣ କହୁଛେ କି ସେଟା ଫ୍ରିଡମ ଅଫ ରିଲିଜିୟସ୍ ଆଫେୟାର ଆମେ ଯୋଉ କହୁଛେ। ପ୍ରଥମଟା ହଉଛି ଆର୍ଟିକଲ ଫ୍ରିଡମ ଅଫ ରିଲିଜନ ଯୋଉ କହୁଛେ। ଆର୍ଟିକଲ 25 ହଉଛି କ'ଣ ନା PPP। ଆର୍ଟିକଲ 26 ହଉଛି ଫ୍ରିଡମ ଅଫ ରିଲିଜିୟସ୍ ଆଫେୟାର। 27 ହଉଛି କି ସେ ତୁମର ଟ୍ୟାକ୍ସ କଥା, ସରି ଟ୍ୟାକ୍ସ କଥା କହୁଛି। 28 ହଉଛି କି ସେ ରିଲିଜିୟସ୍ ଓର୍ସିପ କଥା କହୁଛି। ଆଚ୍ଛା, ତ ଇଏ ଗଲା ହଉଛି ଚାରିଟା ଫଣ୍ଡାମେଣ୍ଟାଲ ରାଇଟ୍। ଏବେ ଆସ 4th ଫଣ୍ଡାମେଣ୍ଟାଲ ରାଇଟ୍। 4th ଫଣ୍ଡାମେଣ୍ଟାଲ ରାଇଟ୍ ହଉଛି ଯାହାକୁ ଆମେ କହୁଛେ କଲଚର ଆଣ୍ଡ ଏଜୁକେସନାଲ ରାଇଟ୍। ଆର୍ଟିକଲ 29, ଆର୍ଟିକଲ 30। ଆର୍ଟିକଲ 29 କହିଲେ କ'ଣ ବୁଝିବା ନା ମାଇନୋରିଟି ବିଷୟରେ କହୁଛି। ଦେଖ, ଆମ ଭାରତ ସମ୍ବିଧାନରେ କାହାକୁ ମାଇନୋରିଟି କହିବା ସେମିତି କିଛି ସେମିତି କିଛି ମେନସନ ହେଇନି। ଜଣେ ହିନ୍ଦୁ ବି ମାଇନୋରିଟି ହେଇପାରିବ, ଜଣେ ଖ୍ରୀଷ୍ଟିଆନ ବି ମାଇନୋରିଟି ହେଇପାରିବ, ଜଣେ ମୁସଲମାନ ବି ମାଇନୋରିଟି ହେଇପାରିବ। ସେ ଡିପେଣ୍ଡ କରେ ସେ କୋଉ ଏରିଆ, କୋଉ ଲୋକେସନରେ ରହୁଛେ। ତ ମାଇନୋରିଟି ବିଷୟରେ ଆମକୁ ଆମ କନଷ୍ଟିଟ୍ୟୁସନ ଆମକୁ କିଛି କହିନାହିଁ। ବଟ୍ ଆର୍ଟିକଲ 29 କ'ଣ କହୁଛି ନା ଆମକୁ ମାନେ ମାଇନୋରିଟି ବିଷୟରେ କହୁଛି ଏନି ସେକ୍ସନ ଅଫ ଦ ସିଟିଜେନ, ବା ଯୋଉମାନଙ୍କର ହଉଛି ଲାଙ୍ଗୁଏଜ, ସ୍କ୍ରିପ୍ଟ, କଲଚରକୁ ମାନେ କନଜର୍ଭ କରିବାକୁ ଚାହୁଁଛନ୍ତି, ତାଙ୍କୁ ଆମେ କେବେ ବାଧା ସୃଷ୍ଟି କରିପାରିବା। ତ ସପୋଜ ଜଣେ ମୁସଲମାନ ଅଛି, ତାଙ୍କ ଧର୍ମ ବହୁତ କମି କମି ଆସୁଛନ୍ତି, ସେ ଚାହୁଁଛନ୍ତି ତାଙ୍କ ଧର୍ମକୁ ଆଗକୁ ବଢ଼ାଇବା ପାଇଁ, କନଜର୍ଭ କରିବା ପାଇଁ, ତ କିଛି ଅସୁବିଧା ନାହିଁ, ମାଇନୋରିଟି ମାନଙ୍କ ପାଇଁ କିଛି ପ୍ରୋବ୍ଲେମ ନାହିଁ। ତାପରେ ଆସିଲା କ'ଣ, no no citizen shall be deny admission into the education institution। ତ କୌଣସି ଏଜୁକେସନ ଇନଷ୍ଟିଚ୍ୟୁସନରେ ଜଣେ ରିଲିଜିୟସ୍ ମାନେ ମାଇନୋରିଟି ବ୍ୟକ୍ତିକୁ ଆମେ ମନା କରିବା ନାହିଁ ଯେ ଆଡମିସନ ପାଇଁ, ତାର ଧର୍ମ ହଉ, ତା ଜାତି ହଉ, ତା ଲାଙ୍ଗୁଏଜ ହଉ, କାଷ୍ଟ ହଉ, ସେ ବେସିସରେ ଆମେ ମନା କରିପାରିବା ନାହିଁ। ତାହେଲେ ଆର୍ଟିକଲ 29 ଆମକୁ କ'ଣ କହିଲା? ବାସ୍ ଗୋଟିଏ ଶବ୍ଦ ମନେ ରଖିବ, ମାଇନୋରିଟି। କୌଣସି ମାଇନୋରିଟି ବ୍ୟକ୍ତିଙ୍କୁ ଏଜୁକେସନାଲ ଇନଷ୍ଟିଚ୍ୟୁସନରେ ଆଡମିସନ କରିବା ପାଇଁ ମନା କରିପାରିବା ଆମେ ନାହିଁ, ଯୋଉଟାକି ଆର୍ଟିକଲ 29 କହୁଛି। ତ ଆର୍ଟିକଲ 30 କ'ଣ କହୁଛି? ମନେ ରଖ, ଆର୍ଟିକଲ 30 କହୁଛି ଏଜୁକେସନାଲ ଇନଷ୍ଟିଚ୍ୟୁସନ। ମାନେ ଏଠି ଜଣେ ପ୍ରତ୍ୟେକ ରିଲିଜିୟସର ରାଇଟ୍ ଅଛି, ସେ ତା ଧର୍ମକୁ ଆଗକୁ ନେବା ପାଇଁ ସେ କୌଣସି ମାନେ ଏଷ୍ଟାବ୍ଲିଶ କରିପାରିବ, ଏଜୁକେସନାଲ ଇନଷ୍ଟିଚ୍ୟୁସନ ଏଷ୍ଟାବ୍ଲିଶ କରିପାରିବ। ଏଇଟା କୋଉ ଆର୍ଟିକଲ ଆସୁଛି ନା ଆର୍ଟିକଲ 30 ଆସୁଛି। ତାହେଲେ ଆମେ ଏଇଠି କ୍ଲିଅର ହେଲେ ଦୁଇଟି ମୁଖ୍ୟ ଆର୍ଟିକଲ, ଯାହାକୁ ଆମେ କ'ଣ କହୁଛେ କଲଚରାଲ ଆଣ୍ଡ ଏଜୁକେସନ ରାଇଟ୍। କୋଉ କୋଉ ଆର୍ଟିକଲ ଆସୁଛି ନା ଆର୍ଟିକଲ 29 ଆସୁଛି, ଆର୍ଟିକଲ 30 ଆସୁଛି। ତ ଆର୍ଟିକଲ 29 କାହା ବିଷୟରେ କହୁଛି? 29 କହୁଛି ମାଇନୋରିଟି ବିଷୟରେ। ଆର୍ଟିକଲ 30 କାହା ବିଷୟରେ କହୁଛି ନା ଏଜୁକେସନାଲ ଇନଷ୍ଟିଚ୍ୟୁସନ ବିଷୟରେ କହୁଛି, ଯେ ଜଣେ କୌଣସି ଏକ ଇନଷ୍ଟିଚ୍ୟୁସନ ତିଆରି କରିପାରିବ। ତ ଫାଇନାଲି ଇଏ କେତେଟା ଫଣ୍ଡାମେଣ୍ଟାଲ ରାଇଟ୍ କମ୍ପ୍ଲିଟ ହେଲା? 5ଗୋଟି ଫଣ୍ଡାମେଣ୍ଟାଲ ରାଇଟ୍ କମ୍ପ୍ଲିଟ ହେଲା। ଆର୍ଟିକଲ 31 କ'ଣ ଆମେ ଅଲରେଡି ପଢି ସାରିଛେ, ଯୋଉଟା କି ଆମର 6th ନମ୍ବର ଫଣ୍ଡାମେଣ୍ଟାଲ ରାଇଟ୍। 42 44 କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ ଅଣ୍ଡର ଆସୁଛି। 300A ପାର୍ଟ XII ଅଣ୍ଡରରେ ଆସୁଛି, ଯାହାକୁ ଆମେ ରାଇଟ୍ ଟୁ ପ୍ରପର୍ଟି ବୋଲି କହୁଛେ, ଯୋଉଟାକି ଆମେ ଷ୍ଟାର୍ଟିଂରେ ପଢିଥିଲେ। ତ ଲାଷ୍ଟ ଫଣ୍ଡାମେଣ୍ଟାଲ ରାଇଟ୍, ଲାଷ୍ଟ ମାନେ 6 ନମ୍ବର ଫଣ୍ଡାମେଣ୍ଟାଲ ରାଇଟ୍, 6th ଫଣ୍ଡାମେଣ୍ଟାଲ ରାଇଟ୍। ଆର୍ଟିକଲ 32 ଅଣ୍ଡରରେ ଆସୁଛି, ଯାହାକୁ ଆମେ ରିମେଡିସ୍ ବୋଲି କହୁଛେ। ତା ଅର୍ଥ ଆର୍ଟିକଲ 32 କୁ କୁହାଯାଏ ହାର୍ଟ ଆଣ୍ଡ ସୋଲ୍ ଅଫ ଦ କନଷ୍ଟିଟ୍ୟୁସନ। ତା ଅର୍ଥ ଆର୍ଟିକଲ 32 ଆମକୁ ଗ୍ୟାରେଣ୍ଟି ଦିଏ, ଆମ ଫଣ୍ଡାମେଣ୍ଟାଲ ରାଇଟ୍ ର ଗ୍ୟାରେଣ୍ଟି ଦେଇଥାଏ। କାହିଁକି ନା ଯଦି କୌଣସି କାରଣରୁ ମୋ ଫଣ୍ଡାମେଣ୍ଟାଲ ରାଇଟ୍ ରୁ ହାମ୍ପର ହେଲା, ତ ମୁଁ ହାଇକୋର୍ଟକୁ ଯାଇପାରିବି ଆର୍ଟିକଲ 32ରେ, ମୁଁ ସୁପ୍ରିମ କୋର୍ଟକୁ ଯାଇପାରିବି। ଓକେ, କିଏ କହିପାରିବ ଆର୍ଟିକଲ ସୁପ୍ରିମ କୋର୍ଟ କୋଉ ଆର୍ଟିକଲ? ସୁପ୍ରିମ କୋର୍ଟ କୋଉ ଆର୍ଟିକଲ?
ଯେମିତି ହାଇକୋର୍ଟ ଯିବା ଆର୍ଟିକଲ 32 ରେ ସୁପ୍ରିମକୋର୍ଟ କେତେ ଆସିବ? ଏନୋର ଆନ୍ସର 32। ସବୁ ତ ଥ୍ୟାଙ୍କ ୟୁ 226। ଓକେ ରଶ୍ମିତା। ତ ଏଇଟା ମୁଁ ଗୋଟେ ମିଷ୍ଟେକ୍ ଏଟା ବୋଧେ ଲେଖା ହେଇନି। ଓକେ ଏଟା ମିଷ୍ଟେକ୍ ହେଇଯାଇଛି। ଓକେ ଏଟା ମୁଁ ଲେଖିବା ଭୁଲି ଯାଇଛି ଏଥିରେ। ହଁ ତ ଏଠି ଖାଲି ଗୋଟେ ଜିନିଷ ମନେ ରଖିବ, ଆମକୁ ଆର୍ଟିକଲ 32 ଟା କାହା ବିଷୟରେ ମେନସନ କରୁଛି ନା ଆମକୁ ରିମେଡିସ୍ ବିଷୟରେ ମେନସନ କରୁଛି, ଯିଏକି ଆମକୁ ଗ୍ୟାରେଣ୍ଟି ଦେଇଥାଏ ଆମ ଫଣ୍ଡାମେଣ୍ଟାଲ ରାଇଟ୍ ବିଷୟରେ। ଯଦି କୌଣସି କାରଣରୁ ମୋର ଫଣ୍ଡାମେଣ୍ଟାଲ ରାଇଟ୍ ହାମ୍ପର ହଉଛି, ମୁଁ ହାଇକୋର୍ଟକୁ ଯାଇପାରିବି ଅଣ୍ଡର ଆର୍ଟିକଲ 226 ରେ। ମୁଁ ସୁପ୍ରିମକୋର୍ଟକୁ ଯାଇପାରିବି କୋଉ ଆର୍ଟିକଲ ନା ଆର୍ଟିକଲ 32 ଅଣ୍ଡରରେ ଯାଇପାରିବି, ଯିଏକି ଆମକୁ ଗ୍ୟାରେଣ୍ଟି ଦେଇଥାଏ ଆମ ମାନଙ୍କର ଫଣ୍ଡାମେଣ୍ଟାଲ ରାଇଟ୍ ବିଷୟରେ, ଯୋଉଟାକି ଆର୍ଟିକଲ 32। ତ ଇଏ ଥିଲା 6 ଗୋଟି ଫଣ୍ଡାମେଣ୍ଟାଲ ରାଇଟ୍। ତ ବର୍ତ୍ତମାନ ଆମେ ପଢିବା କଣ ଯେ ଆମର ରିଟ୍ସ କେଇଟା ଅଛି, ହାଉ ମେନି ନମ୍ବର ଅଫ ରିଟ୍ସ। ତ ଆମର ଯୋଉ 6 ଗୋଟି ଫଣ୍ଡାମେଣ୍ଟାଲ ରାଇଟ୍ ପଡିଲେ, ଆମର ଫାର୍ଷ୍ଟ ଫଣ୍ଡାମେଣ୍ଟାଲ ରାଇଟ୍ କଣ ଥିଲା? ଫାର୍ଷ୍ଟ ଫଣ୍ଡାମେଣ୍ଟାଲ ରାଇଟ୍ କଣ ଥିଲା? ରାଇଟ୍ ଟୁ ଇକ୍ୱାଲିଟି। ତାପରେ ଆସିଲା ରାଇଟ୍ ଟୁ ଫ୍ରିଡମ। ଓକେ ତାପରେ ଆସିଲା 6ଟା ଫଣ୍ଡାମେଣ୍ଟାଲ ରାଇଟ୍ ନାଁ କହିବ, ଯୋଉଟା କି ତୁମକୁ ରିସେଣ୍ଟଲି ପୁରା କମ୍ପ୍ଲିଟ କଲି। ଆସୁଛି କିଏ ସେ ନା ରାଇଟ୍ ଟୁ ଇକ୍ୱାଲିଟି। ସେକେଣ୍ଡ ହଉଛି ରାଇଟ୍ ଟୁ ଫ୍ରିଡମ। ତା ହଉଛି ରାଇଟ୍ ଏଗେନ୍ଷ୍ଟ ଏକ୍ସପ୍ଲୋଇଟେସନ। ତାପରେ ଫ୍ରିଡମ ଅଫ ରିଲିଜନ। ତାପରେ କଲଚରାଲ ରାଇଟ୍ସ। ତାପରେ ରାଇଟ୍ ଟୁ ରିମେଡିସ୍। ଓକେ ଯାହାକୁ ଆମେ ଆର୍ଟିକଲ 32 ବୋଲି କହୁଛେ। ଓକେ ଆଚ୍ଛା ଏବେ ଯିବା ନେକ୍ସଟ ପଏଣ୍ଟକୁ। ତାହେଲେ ଏଇଠି କ୍ଲିୟର ହେଲା ଆର୍ଟିକଲ 32 ସମସ୍ତେ, ଯେ ଆମେ ହାଇକୋର୍ଟକୁ ଯିବା ପାଇଁ ହେଲେ ଆର୍ଟିକଲ 226 ଦରକାର। 226 ଏଇଠି ଗୋଟେ ଷ୍ଟାର ଦେଇ ଲେଖି ଦଉଛି, ଗୋଟେ ସେକେଣ୍ଡ ଲେଖି ଦଉଛି। ଏ ଫାଇଲଟା ଆଜି ତମମାନଙ୍କୁ ଦେଇଦେବି ଆଉ। ଓକେ ତାହେଲେ ହାଇକୋର୍ଟ ହଉଛି ଆର୍ଟିକଲ 226, ଆଉ ସୁପ୍ରିମକୋର୍ଟ କତି ଗଲେ କୋଉଟା ଆସିବ ଆର୍ଟିକଲ କିସ ନା 32। ଏବେ ଆସିଲା ନମ୍ବର ଅଫ ରିଟ୍ସ। ହାଉ ମେନି ନମ୍ବର ଅଫ ରିଟ୍ସ ଅଛି ନା 5ଟି ରିଟ୍ସ ଅଛି। ତ ଆକୁ ମନେ ରଖିବାର ସର୍ଟକଟ ହଉଛି ସିପିଏମ୍। ଓକେ ସିପିଏମ୍ ହେଡକ୍ୱାର୍ଟର। ସିପିଏମ୍ ର ହେଡକ୍ୱାର୍ଟର କୋଉଠି? ସିପିଏମ୍ ର ହେଡକ୍ୱାର୍ଟର। ଆଚ୍ଛା ତ ଆମେ ଆଗ ଫାର୍ଷ୍ଟରେ ତମକୁ ହେଭିୟସ୍ କର୍ପସ୍ କଥା କହୁଛି। ଏଚ୍ ଫର୍ ହେଭିୟସ୍ କର୍ପସ୍। ହେଭିୟସ୍ କର୍ପସ୍ କହିଲେ କଣ ନା ୟୁ ହାଭ୍ ଦ ବଡି। ତୁମେ ଦେଖିଥିବ କିଛି ସମୟରେ ପୋଲିସ କଣ କରେ ନା କଏଦୀ ମାନଙ୍କୁ ଅନଲଫୁଲ ଡିଟେନ୍ କରିଥାଏ। ଯଦି ଆମକୁ କୌଣସି ରୁଲ ନ ମୁତାବକ ଆମକୁ ବାନ୍ଧିକି ନେଇଯାଆନ୍ତି, ତ ସେ ଜାଗାରେ ଆମେ କେସ୍ କରିପାରିବା ହେଭିୟସ୍ କର୍ପସ୍, ଯୋଉଟା ଆମକୁ ବାନ୍ଧିକି ନଉଛନ୍ତି କିନ୍ତୁ ସେଟା ଆମକୁ ବଡିକୁ ରିପ୍ରେଜେଣ୍ଟ କରୁନାହାନ୍ତି। ଆକ୍ଚୁଆଲି କୋଉଠି ରଖାଯାଇଛି, କେମିତି ସେ ଅଛି, ସେ ବିଷୟରେ କୁହାଯାଉନି। ତ ସେ ଜାଗାରେ ଆମେ ୟୁଜ୍ କରିପାରିବା ହେଭିୟସ୍ କର୍ପସ୍। ହେଭିୟସ୍ କର୍ପସ୍ ର ଅର୍ଥ ୟୁ ହାଭ୍ ଦ ବଡି। ତମେ ବଡିକୁ ରିପ୍ରେଜେଣ୍ଟ କର, ସେ ବ୍ୟକ୍ତିକୁ, ସେ ଦୋଷୀକୁ ରିପ୍ରେଜେଣ୍ଟ କର, ଆମେ କଣ କହୁଛେ ହେଭିୟସ୍ କର୍ପସ୍। ତାପରେ ଆସିଲା କୋ ୱାରେଣ୍ଟ। ହେଡକ୍ୱାର୍ଟର ଏଚ୍ କ୍ୟୁ ଥିଲା ନା କୋ ୱାରେଣ୍ଟ। କୋ ୱାରେଣ୍ଟର ଅର୍ଥ ହଉଛି ବାଇ ହ୍ୱାଟ ମିନ୍ସ ଅର ଅଥରିଟି। ବାଇ ହ୍ୱାଟ ମିନ୍ସ ଅର ଅଥରିଟି। ଯଦି କୌଣସି କାରଣରୁ ଜଣେ ଆଜ ଅଫିସର ହିସାବରେ ଆପଏଣ୍ଟମେଣ୍ଟ ହଉଛି ଇଲିଗାଲି, ଯୋଉଟା କି ତାର ଯୋଗ୍ୟତା ନାହିଁ ସେ ପୋଜିସନରେ ରହିବା ପାଇଁ। ସପୋଜ ଜଣେ +2 ପାସ୍ କରିଛି କିନ୍ତୁ ଗ୍ରାଜୁଏସନ ଚାକିରି କରିଛି, ତ ଏଇଟା ଇଲିଗାଲ ନା। ତ ସେଇ ଜାଗାରେ କୋ ୱାରେଣ୍ଟକୁ ବ୍ୟବହାର କରାଯିବ। ବାଇ ହ୍ୱାଟ ମିନ୍ସ କୋଉ ଅଧିକାରରେ ତମେ ଏଇ ଜାଗାରେ ବସିଛ, ଅର ଅଥରିଟିସ୍। ଓକେ ତ ଏଇଟା ହଉଛି କୋ ୱାରେଣ୍ଟ। ତ ଫାର୍ଷ୍ଟ ଥିଲା କିଏ ସେ ନା ତୁମର ପ୍ରଥମଟା ଥିଲା ହେଭିୟସ୍ କର୍ପସ୍। ହେଭିୟସ୍ କର୍ପସ୍ ର ଅର୍ଥ वी हैव द बॉडी। को वारंट ର ଅର୍ଥ ବାय ହ୍ୱାଟ ମିନ୍ସ ଅର ଅଥରିଟି। ତାପରେ ଆସିଲା ମାଣ୍ଡାସମସ୍। ମାଣ୍ଡାସମସ୍ କହିଲେ କଣ ବୁଝିବା? वी କମାଣ୍ଡ। କଣ ଆସିଲା? वी କମାଣ୍ଡ। ଯେତେବେଳେ ଗୋଟେ ହାୟର କୋର୍ଟ
लोअर कोर्ट को कमांड दब सपोज कौन जजमेंट रे लोअर कोर्ट तुम कथा शुणुनि कौन सिचुएशन रे कि शुणुनि कि कौन गवर्नमेंट ऑफिसर तुम कथा शुणु ना सपोज तुम केते भी कंप्लेन देले भी कहीं भी किसी रेस्पॉन्ड करू ना वी कमांड तो से जगह मैंडास मोस को व्यवहार करा जाए माने वी कमांड तो हायर कोर्ट लोअर कोर्ट को दबो कि गवर्नमेंट गोटे अथॉरिटी को ऑर्डर दबो जे ए जिनिस को सॉर्ट आउट करो इट माने इट कैन नॉट बी यूज अगेंस्ट प्रेसिडेंट एंड गवर्नर तो मांडास मोसटा प्रेसिडेंट गवर्नर एगेंस्ट व्यवहार करा जाई परिबो नाही तापर आसला सार्टिवरी सार्टिवरी कहले कोन टू सर्टिफाइड अर्थ जदि कौन कारण जे जजमेंट ऑफ ए लॉ जुडिशियल बॉडी माने माने से कहूची क्योर द जजमेंट ऑफ द लोअर जुडिशियल बॉडी तो गोटे हायर जुडिशियल बॉडी होची गोटे लोअर जुडिशियल बॉडी ଯଦି କୌଣସି କାରଣ ଗୋଟେ ଲୋୟର ଜୁଡିସିଆଲ ବଡି କିଛି ଭୁଲ ଷ୍ଟେଟମେଣ୍ଟ ଦେଇଛନ୍ତି କିଛି ଭୁଲ ରାୟ ପ୍ରକାଶ କରିଛନ୍ତି ତ ସେ ଜାଗା ତାକୁ ଆମେ ସ୍କ୍ୱାସ୍ ଅର କ୍ୟୁଅର କରିପାରିବା ବା ସେଇ ଯୋଉ ରାୟକୁ ବନ୍ଦ କରିପାରିବା କି ସେ ନା ଜଜମେଣ୍ଟ ଅଫ ଲୋୟର ଜୁଡିସିଆଲ ବଡି ଲୋୟର ଜୁଡିସିଆଲ ବଡି ଯୋଉ ଜଜମେଣ୍ଟ ଦେଇଛନ୍ତି ତାକୁ ଆମେ ରିମୁଭ କରିପାରିବା ବା କ୍ୟୁଅର କରିପାରିବା ଏଇଟା କାହାକୁ ହଉଛି ନା ସେଟିଓରି ଲାଷ୍ଟ ହେଲା ପ୍ରୋହିବିସନ ପ୍ରୋହିବିସନ ଅର୍ଥ ହଉଛି କଣ ନା ଟୁ ଫରବିଟ୍ तुमको माने लोअर कोर्ट को हायर कोर्ट मना करिवो ए विषय तुम स्टेटमेंट बा जजमेंट दबनी सपोज कौन सी एनवायरनमेंट रिलेटेड रे किसी स्टेटमेंट हाई कोर्ट को कहा जीवो सुप्रीम कोर्ट कहबे जे ए विषय तुम कौन से राय दबो नहीं अर्थ टू फॉरबिट रो मींस गोटे हाई कोर्ट गोटे लोअर कोर्ट को हायर कोर्ट ऑर्डर दबो जे ए सब जिंस ऊपर तुमरो स्टेटमेंट रहिबो नहीं लोअर कोर्ट टू स्टॉप डूइंग समथिंग किसी यदि करूछंती बा किसी जजमेंट दउछंती सेथरे से स्टॉप होवा पई हायर कोर्ट ऑर्डर देबे ताले ये थिला तुमानकर पांचटी रीड्स जोटा कि ओपीएससी पचारिछि बार बार मे भी आसी पारे हेवियस कॉर्पस को वारंट मांडास मोस सैटिवरी प्रोहिबिशन लास्ट को रहिला किसे ना आर्म्ड फोर्स जो आर्टिकल अछि आर्म्ड फोर्स को आर्टिकल रहउछि ना आर्टिकल 33 34 35 इंपोर्टेंट होछि आर्टिकल 33 आउ 34 आर्टिकल 33 कहले कोन बुझा पार्लियामेंट टू माने गोटे पार्लियामेंट पाखरे पावर अछि गोटे फंडामेंटल राइट जदि कौन पुलिस ऑफिसर हो आर्म्ड फोर्स हो तांको एगेंस्ट फंडामेंटल राइट जे हाम्पर होछि किछि केस फाइल हबो नाही सपोज जने पुलिस ऑफिसर अछि बा जने मिलिटरी चाकरी करछि यदि कौनसी युद्ध हैला से कहबो राइट टू लाइफ को बेस करी मु युद्ध को जिबिनी तो ए केस रे फंडामेंटल राइट एप्लीकेबल होबोनी काहे कि ना आर्टिकल 33 और 34 टा को हमें केबे फंडामेंटल राइट अंडर न हो ना जा हम आर्म्ड फोर्स एंड फंडामेंटल राइट बोली कहूचे सेही भली जे आर्टिकल 34 कहा विषय कहूची ना मार्शियल लॉ विषय कहूची का विषय मार्शियल लॉ ताले हमें ए दी जिनिस को मन रखिबा अदरवाइज किछि मन रखिबा दरकार नहीं जे गोटे पार्लियामेंट पाखे पावर अछि फंडामेंटल राइट को बंद करिया पे कहार ना जो माने आर्म फोर्स पारामिलिटरी रे चाकरी करछन्ती ओके तो फाइनली आज तुम फंडामेंटल राइट रो क्लास कंप्लीट हो तो ऑलरेडी ए क्लास रिकॉर्डिंग और पीडीएफ को अपलोड करने भी आ आसंता काली आमे पढिबा दीटा चैप्टर डीपीएसपी और तुम फंडामेंटल ड्यूटी आ जो जॉइन करछो पर्टिकुलर ओएस बैच रे मो जो रही ए बैच तुम रिकॉर्डिंग और पीडीएफ अवेलेबल कर दिया जीव ओके थैंक यू